ଗୋଡ଼ରେ ବନ୍ଧା ଯାଇଛି ଶିକୁଳି। ପାଦେ ଆଗକୁ ବଢ଼ିବାରେ ଅସୁବିଧା ହୋଇଛି। ବାପା କେଉଁଠି ଅଛି ତାର ବି ଠିକଣା ନାହିଁ। ମୂଲ ଲାଗିଲେ ଖାଇବେ, ତାହା ପୁଣି ପେଟ ପୂରା ନୁହେଁ। ଓଳିଏ ଖାଇଲେ ଓଳିଏ ଉପାସ। ଘର କାମ ସରିବା ପରେ ପେଟ ପାଇଁ ନାଟରେ ସବୁଦିନିଆ ମୂଲ କାମ। କାମ ମିଳିଲେ ଖାଇବା ହୁଏ, କାମ ନାହିଁ ତ ପେଟକୁ ଦାନା ମିଳିବା କଷ୍ଟକର ହୋଇପଡ଼ିଛି। ହଁ, ଏହା ଆମେ କହୁନୁ, ଯାହାକି ଆମେ ଆପଣ ଦେଖୁଛନ୍ତି। ଅର୍ଥ ସାଧିଛି ପେଟ ପାଟଣାରେ ବଞ୍ଚିବା, ତା ସହିତ ଚିକିତ୍ସା ପାଇଁ ମଧ୍ୟ ବାଧକ ହୋଇଛି ଅର୍ଥ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତ ପ୍ରଧାନ କଲୋନୀରେ ରୁହନ୍ତି 25 ବର୍ଷୀୟ ଗୋବିନ୍ଦ ସାହୁ। ପିଲାବେଳେ ଭଲ ପାଠ ପଢ଼ୁଥିଲେ, କିନ୍ତୁ ହଠାତ୍ କୌଣସି କାରଣରୁ ମାନସିକ ଓ ଶାରୀରିକ ବିକାର ଦେଖାଯାଇଥିଲା। ଫଳରେ ପାଠପଢ଼ାରେ ଡୋରି ବନ୍ଧା ହୋଇଗଲା। ବାପା ଗୋବିନ୍ଦର ପିଲାବେଳୁ କୁଆଡ଼େ ଚାଲିଯାଇଛନ୍ତି, ତେଣୁ ମା ହିଁ ଗୋବିନ୍ଦର ସାହା ଭରସା। ମାନସିକ ସ୍ଥିତି ଠିକ୍ ନ ରହିବାରୁ ସେ ବାଙ୍ଗାଲୋରରେ ଚାଲିଯାଇଥିଲେ, କିନ୍ତୁ ସାମାଜିକ ସଂଗଠନର ସାହାଯ୍ୟରେ ଭଞ୍ଜନଗର ପହଞ୍ଚିଥିଲେ। ବର୍ତ୍ତମାନ ମା ଗୋବିନ୍ଦର ଗୋଡ଼ରେ ଶିକୁଳି ବାନ୍ଧି ରଖୁଛନ୍ତି। ଘରେ ରୋଜଗାର କହିଲେ କିଛି ନାହିଁ। ମା ବୃଦ୍ଧାବସ୍ଥାରେ ପର ଘରେ କାମ କରି କିଛି ପଇସା ପାଇଲେ ସେଥିରୁ ଓଳିଏ ଖାଇଲେ ଓଳିଏ ଭୋକରେ ଶୋଉଛନ୍ତି। ଏପରି ସ୍ଥିତିରେ ଗୋବିନ୍ଦର ଚିକିତ୍ସା ଠିକ୍ ହୋଇପାରିନି। ଯଦି ସରକାରୀ କିମ୍ବା ବେସରକାରୀ ସଂସ୍ଥା ଏମାନଙ୍କୁ ସାହାଯ୍ୟ କରନ୍ତେ, ତାହେଲେ ସେମାନେ ଜୀବନର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ। ଡାକ୍ତରଙ୍କ କହିବା ଅନୁସାରେ ଗୋବିନ୍ଦର ଯଦି ଉପଯୁକ୍ତ ଚିକିତ୍ସା ହୋଇପାରିବେ, ତାହେଲେ ସେ ଠିକ୍ ହୋଇଯିବ। ଗୋବିନ୍ଦର ଘର ବୋଲି କିଛି ନାହିଁ। ପ୍ରଧାନ କଲୋନୀରେ ଗୋଟିଏ ପରିତ୍ୟକ୍ତ ଘରେ ରୁହନ୍ତି। ଗୋବିନ୍ଦକୁ ସାହାଯ୍ୟ କରିବାକୁ ସାହି ପଡ଼ିଶା ଓ ତାଙ୍କ ମା କାକୁତି ମିନତି କରି ସାହାଯ୍ୟ ମାଗୁଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ରଞ୍ଜିତ କୁମାର ପୋଲାଇଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।